ନିଜେ ବିବାଦ ହେଲେ ନିଜକୁ ଜାଣି ନ ପାରିଲେ ଆତ୍ମଶୁଦ୍ଧିକରଣ ନିଜର ସେବା କରି ନ ପାରିଲେ ଅନ୍ୟର ସେବା ପାଇଁ କାହାର ଅଧିକାର କରୁନି। କୌଣସି ଅବସ୍ଥାରେ ମନ୍ତସାର ଶୂନ୍ୟ ହେବ ନାହିଁ। ଏଇଠି ପଛକୁ କହିଲେ ନିଜକୁ ନ ଜାଣିଲେ ନିଜେ ସେବା କରି ନ ପାରିଲେ ଆମେ ସମସ୍ତେ ଭାବୁଛୁ ଆମ ଦେହ ପାଇଁ ସେବା କରିବା ଆମର ନିଜ ଆତ୍ମାକୁ ଆମେ ଯଦି ଚିହ୍ନି ନ ପାରିଲେ ଆମ ଅନ୍ତଃକରଣକୁ ଆମେ ଯଦି ଠିକ ଭାବରେ ଶୁଦ୍ଧ କରି ନ ପାରିଲେ ସେବେ ପର ଲାଇନରେ କହୁଛନ୍ତି ନିଜ କୌଣସି ଅବସ୍ଥାରେ ଅନ୍ତଃସାର ଶୂନ୍ୟ ହେବ ନାହିଁ। ଯେଉଁ ଅନୁଷ୍ଠାନ ବୈକର୍ମୀ ସ୍ଥଳରେ ଅନ୍ତଃସାର ଶୂନ୍ୟ କିଛି ଦିନ ପରେ ନଷ୍ଟ ହୋଇଯାଏ ଯେଉଁମାନେ ସମସ୍ତେ ପରସ୍ପର ପ୍ରତି ବିମୁକ୍ତି ପ୍ରତି କାର୍ଯ୍ୟ କର ଜଣେ କାର୍ଯ୍ୟ କରୁନାହିଁ ବା କରିବାକୁ ବିଳମ୍ବ କରୁଛନ୍ତି ତୁମେ ମଧ୍ୟ କରିବ ନାହିଁ ଏ କରିବା ବାବଦ 10 ଜଣ କାମ କଲେ ସେ ଯଦି ନିଚ ହୋଇନଥିବ ତାର ପ୍ରକୃତି ତାର ଯଦି ପ୍ରକୃତ ମନୁଷ୍ୟତ୍ୱ ଥିବ ସେ କୌଣସି ପ୍ରକାରରେ ସେ ବସି ରହିପାରିବ ନାହିଁ। ଜଣଙ୍କର ମନ୍ଦ କଥା ଦେଖିଲେ ହଠାତ୍ ତାକୁ ଧରିବାର ନାହିଁ। ଠିକ୍ ଆତ୍ମହତ୍ୟା ଆଡ଼କୁ ଲକ୍ଷ୍ୟ ରଖିବା ଏଇ ମୋର ମୂଳ ସାଧନା ହେଉଛି ଦୁଇ ପ୍ରକାର, ଗୋଟିଏ ବୈଲନ ସାଧନା, ଗୋଟିଏ ଅନ୍ତରଣ ସାଧନା। ଏ ବୈଲନ ସାଧନା ଅନ୍ତରଣ ସାଧନା ଭକ୍ତିଲାଭ ନିମିତ୍ତ ବା ଭଗବତ ଶକ୍ତି ନିମିତ୍ତ ଯେଉଁ ସବୁ ବାହ୍ୟାନୁଷ୍ଠାନ ବା ଆଚରଣ କରାଯାଏ ତାହାକୁ ଭକ୍ତି ସାଧନ କରାଯାଏ। ଭଗବତ ବିଷୟ କଥା ଶ୍ରବଣ କୀର୍ତ୍ତନ ଅହିଂସା ଦୟା କ୍ଷମା ସରଳତା ସେବା ଗୁରୁଶିକ୍ଷା ସାଧୁସଙ୍ଗ ସତ୍ୟନିଷ୍ଠା ଜ୍ଞାନରଚନା ତତ୍ତ୍ୱରଚନା ଶ୍ରୀବିଗ୍ରହଙ୍କ ସେବା ଭକ୍ତମାନଙ୍କ ସେବା ଶାସ୍ତ୍ର ପ୍ରଚାର ଶାସ୍ତ୍ର ପାଠ ପ୍ରଭୃତି ବୈଣବ ସାଧନାର ଭକ୍ତି ସାଧନାର ସଂକ୍ଷେପରେ ଦେହ ମନ ଓ ଆତ୍ମା ଉନ୍ନତ ଓ ଭକ୍ତିଲାଭର ଉପଯୋଗୀ କରି ଗଠନ କରିବା ଉଦ୍ଦେଶ୍ୟରେ ଯେଉଁ ସବୁ ସାଧୁଶାସ୍ତ୍ର ସମସ୍ତ ଆଚରଣ କରାଯାଏ ତାହା ହିଁ ବୈଣବ ନେଇଯିବେ ଆମ ଦେହ ଛାଡ଼ିଲା ବେଳେ ସେ ତା ହାତ ଧରିକି ନେବେ। ଆପଣ କଣ କହୁଛନ୍ତି ନାମ ନେଲେ ଚିହ୍ନି ପାରିବନି ନା? ଯେତେବେଳେ ପିଣ୍ଡରୁ ପ୍ରାଣ ବାହାରିବ ସେତେବେଳେ ସମସ୍ତେ ଦେଖାଦେବେ। ଆପଣ 22 କୋବରେ ଯେମିତି ଆଗରେ ପିଲାବେଳେ ଦେଖୁଥିଲେ ଏବେ ବୁଲେଇକି ଦେଖିବେ ଏଇ ଧର୍ମେନ୍ଦ୍ର ଏଇ ଅମିତାଭ ବଚ୍ଚନ ଏଇ ହେମାମାଲିନୀ ଯେମିତି ଦେଖାଗଲା ସବୁ ଦେଖାଦେବେ। ସେତିକା ବେଳେ ଠାକୁର ବି ଦେଖାଦେବେ। ଆପଣ ଯଦି ନାମଟାକୁ ଅଭ୍ୟାସ କରିକି ଠାକୁରଙ୍କ ରୂପ ସହିତ ଜଡ଼ିତ ହେଇ ନାହାନ୍ତି ଠାକୁର ଦେଖା ଦେଇକି ଚାଲିଯିବେ ତାପରେ ଅମିତାଭ ବଚ୍ଚନ ଧର୍ମେନ୍ଦ୍ର ଆସିକି ଚିହ୍ନି ପାରିବେ। ଅର୍ଥାତ୍ ଘର ଲୋକ ବାପା ମା ଶାଶୁ ଶ୍ୱଶୁର କାହା ସହିତ ପିଲାବେଳେ ଯୌବନ କାଳରେ କାହା ସହିତ ସମ୍ପର୍କ ହେଇଛି ତୁଟିଛି ଏସବୁ କଥାଟା ତ ସବୁ ସେଠି ମନେ ପଡ଼ିବ। ଠାକୁର ଦେଖାଯିବେ କିନ୍ତୁ ଯେହେତୁ ଅଭ୍ୟାସ ହେଇନି ଚିହ୍ନା ହେଇନି ହାତ ଧରି ନାମ ନେବାର ଅଭ୍ୟାସଟା ସଂସ୍କାର ହେଇନି ସେ ଚାଲିବେ ତମେ ଧରିପାରିବନି। ସେ ହାତ ବଢେଇବେ ତମେ ତ ଚିହ୍ନି ପାରିବନି ହାତ ତ ବଢେଇବନି ନେବା ପାଇଁ ଆଉ ତାପରେ ନାମ ମାନସ ଜପ ରୂପ ଧ୍ୟାନ ଆଉ ଶରଣାଗତି ମୁଁ ତାଙ୍କ ଶରଣ ଯାଉଛି ମୋର କ'ଣ କିଏ କରିବ ମୋର ଜିନିଷ ସୁବିଧା ମୋର ଜଣେ ମାଲିକ ଅଛି ସେ କହୁଛି ଗୋଟେ ଗାଈଟିଏ ଘାସ ଖାଇବାକୁ ଯାଇକି ପଙ୍କୁଆ ପୋଖରୀରେ ପଡ଼ିଗଲା। ଗାଈଟିଏ ଯାଇକି ପଙ୍କୁଆ ପୋଖରୀରେ ପଡ଼ିଗଲା ଗଳି ପଡ଼ିଲା ପାହାଡ଼ ନା ଜାଗା
ଗାଈ ଚରୁଛି ବଣରେ, ତାକୁ ବାଘ ଦେଖିଲା, ଗୋଟେଲା ଗାଈ ଦୌଡ଼ିକି ଯାଇ ଯୋଉ ପୋଖରୀରେ ବସିଲା ସେଟା ପୋକ ପୋଖରୀ। ଆଚ୍ଛା, ଗାଈ ଲମ୍ଫ ମାରିଦେଲା, ବାଘ ବି ଲମ୍ଫ ମାରିଦେଲା, ପଙ୍କ ଭିତରକୁ ଗାଈ ପଶୁଛି, ବାଘ ପଶୁଛି। ଗାଈ ବସିକି ହସୁଛି, ବାଘ କହିଲା ତୁ କଣ ହସୁଛୁ, ଦି ଜଣଙ୍କ ଅବସ୍ଥା ତ ସମାନ। ଆରେ ମୁଁ ତତେ ଧରିକି ନ ମାରିଲେ ମଧ୍ୟ ତୁ ଏମିତି କାଦୁଅରେ ପଡ଼ିକି ପଡ଼ିବୁ, ମୁଁ ବି କାଦୁଅରେ ପଡ଼ିବି। ତୁ କାହିଁକି ହସୁଛୁ? ନା ହସୁଛି ଏଇଥିପାଇଁ ମୋର ଜଣେ ମାଲିକ ଅଛି, ମତେ ଖୋଜି ଖୋଜି ଆସିକି କାଢିକି ନବ, ତୁ ଏଇଠି ବୁଡ଼ିକି ମରିବୁ। ମାଲିକ ଗାଈର ମାଲିକ ତାକୁ ଖୋଜି ଖୋଜି ଦେଖିଲା ଯେ ଗାଈଟା ପୋଖରୀରେ ପଡ଼ିଯାଇଛି, ଉଠି ପାରୁନି। ଲୋକ ଡାକି ବାଉଁଶ ଫାଉଁଶ ଆଣି ତାକୁ ଉଠେଇଲା ଦେଲା। ଏବେ ଗାଈ କହିଲା ଦେଖିଲୁ ମୋ ମାଲିକ ମୋତେ କେମିତି ନେଲା, ଆଉ ତୋର କାହିଁ କିଏ ମାଲିକ? ତୁ ଆଗ ତେଣୁ ଏଇ ଯୋଉ ଭଗବତ ଶରଣାଗତି, ସିଏ ତାଙ୍କ ଶରଣକୁ ଚାଲି ଆସିଛନ୍ତି, ସେ ତାଙ୍କ ଆଉ ମା ମାନେ ତ ଚକି ପଶିଥାନ୍ତି, ଚକି ପଶନ୍ତି ଯିଏ ମାଣି କୁଟିକି ଆଶ୍ରୟ କରିବ ତାର କିଛି ହବ। ମାଣିକ ମୂଳ ବିରିଟା କଣ ପଶୁ କି? ସେ ଜମା କୁଣ୍ଡ ହବ ହେଲା, ସିଏ ସେମିତି ରହିଥିବ। ତା ଚାରି ପାଖରେ ଯିଏ ବୁଲିଲା ସେଇମାନେ ବେଶୀ। ଯିଏ ମାଣି କୁଟିକି ଆଶ୍ରୟ କଲା, ଠାକୁରଙ୍କୁ ଆଶ୍ରୟ କଲା, ସେ ଉଦ୍ଧାର ପାଇବ। ଆଉ ଠିକ ଅନାବଶ୍ୟକ କଥା କହିଦେଇଛି, ମୋ ଅନ୍ତର ଭିତରେ ଗୋଟେ ଆନ୍ଦୋଳନ ଆସୁନି, ମନ ବିବେକ ଗୋଟେ ଦଂଶନ କରୁନି। ଆରେ ଏଇଟା ନ କହିଥିଲେ ଚଳିଥାନ୍ତେ, ମୁଁ ଏ ପ୍ରକାର ବାକ୍ୟ କାହିଁ ପ୍ରୟୋଗ କଲି? ସେ 5 କଥା ମତେ କହିଲା, ସେ ତ ଠାକୁରଙ୍କ ଆଶ୍ରୟ ନୁହେଁ, ମୁଁ କାହିଁ ତାକୁ ଠିକ କହିବି? ଅନ୍ତର ଭିତରେ ଆନ୍ଦୋଳନ ରହୁଛି ନା ନାହିଁ? ଏଇଟା ହିଁ ସବୁଠୁ ବଡ଼ କଥା। ନିଜକୁ ଭୁଲଟାକୁ ଜାଣିପାରିକି ସଂଶୋଧନ ପାଇଁ ଯଦି ଚେଷ୍ଟା କରାଗଲା, ପ୍ରାର୍ଥନା ସଭା ମା ମାନେ ଅଧିକ ଯୋଗ ଦେବେ। କାଲି ପ୍ରାର୍ଥନା ସଭାରୁ ଯୋଗ ଦେବେ, ଆବଶ୍ୟକରେ ଆସିବେ ଏବଂ 9ଟା 8ଟା ପର୍ଯ୍ୟନ୍ତ ବନ୍ଦ ହେବ। ଠାକୁର ବାଲ୍ୟ ଭୋଗ ଗ୍ରହଣ କରିବେ। ବାଲ୍ୟ ପ୍ରସାଦ ପରେ ପୁଣି ଆମେ 9ଟା 15ରେ ପ୍ରତିଜ୍ଞା, 9ଟାରେ ପ୍ରତିଜ୍ଞା, 9ଟା 15ରେ ଆପଣମାନଙ୍କର ମା ମାନଙ୍କର ଅଧିବେଶନ, ମା ମାନଙ୍କର ଯୋଉ କାର୍ଯ୍ୟକ୍ରମ ଅଛି ଚାଲିଥିବା ବେଳେ ଭାଇମାନେ ମଧ୍ୟ ଯୋଗ ଦେବେ ଏବଂ ମିଳିତ ଭାବରେ ହେବ। ଏବଂ ତାପରେ ବାପୁଜ ରହିଛି ଏବଂ ବିଧାନସଭା ଗୁରୁତ୍ୱପୂର୍ଣ୍ଣ ପରିଦର୍ଶନ ଅଛି। ଆଜି ଅନେକ କିଛି କାର୍ଯ୍ୟ ହେଇଛି, ଆଉ ଆପଣମାନେ ସହଯୋଗ କରିଥିବାରୁ ଜୟ ଗୁରୁ କରୁଛି। ଜୟ ଗୁରୁ। ଜିଲ୍ଲା ସାଙ୍ଗରେ ମା ମାନେ ବହୁତ ସୁନ୍ଦର ରୁଟି ବେଲୁଛନ୍ତି, ଭାରି ଆନନ୍ଦ ନେଉଛନ୍ତି ରୁଟି ବେଲି। ଗଛ ମା ଖାଲି ଆଳୁ ଛଡ଼ଉଛୁ। ସବୁବେଳେ ଜଷ୍ଟିଫାଇ କରୁଛି ଯେ ରାଜାଙ୍କର ତ ଧର୍ମ ଏକାଧିକ ପତ୍ନୀ ଗ୍ରହଣ କରିବା, ମୋର କଣ ଅସୁବିଧା ହେଲା? ମୁଁ ତା ରୂପ ଗୁଣରେ ମୋହିତ, ମୁଁ ତାକୁ ପତ୍ନୀ ରୂପେ ଗ୍ରହଣ କରିବି। ସେ କଥା ଆରେ ସେ ଲୀଳା କରୁଛନ୍ତି ପୁରା। ସେ ତାଙ୍କ ଝିଅ ବୋଲି ସେ କଣ ଜାଣିଛି? ସେ ତାଙ୍କ ଝିଅ ଗୋଟେ ବିରାଟ ଇତିହାସ। ସୀତା କେମିତି ରାବଣର ଝିଅ, ସେ କୋଉ ପରିସ୍ଥିତିରେ ସେ ମହିର ଜନ୍ମ ହେଲା, ସେ ସୀତା ଜନ୍ମ କାହାଣୀରେ ବାହାରିବ। ଆଚ୍ଛା, ବର୍ତ୍ତମାନ କଣ ହେଲା? ଯେତେବେଳେ ମନ୍ଦୋଦରୀ, ଆମର ଟପିକ୍ କଣ ଅଛି ଯେ ପ୍ରତିକୂଳ ପରିସ୍ଥିତିରେ ମା ମାନେ ମଧ୍ୟ କେମିତି ନିଜକୁ ସହଧର୍ମୀ ଭାବରେ ପ୍ରତିପାଦିତ କରିବେ। ବାରମ୍ବାର ବୁଝେଇଛନ୍ତି, ପ୍ରତିଥର ବୁଝେଇଛନ୍ତି, ନା ଏମିତି କରିବା ଉଚିତ ନୁହଁ, ନା ଏମିତି କରିବା ଉଚିତ ନୁହଁ।
ବାରମ୍ବାର ବୁଝେଇଛନ୍ତି। ବୁଝେଇବା ପରେ ସୀତା ରାବଣର ଜେଜେବାପା ନା ତାଙ୍କ ପାଖରେ ଥାନ୍ତି। ଇଏ ଯେତେବେଳେ ଯାଇକି ତାଙ୍କୁ କହନ୍ତି ସେତେବେଳେ ସେ ସମର୍ଥନ କରନ୍ତି ମନ୍ଦୋଦରୀକୁ। ରାବଣ ଶୁଣେ ଦିନ ମନ୍ଦୋଦରୀ ବହୁତ କାନ୍ଦିଲେ। ସେ ତାଙ୍କ ଗୋସାଇ ଶ୍ୱଶୁର ଆସିକି ତାଙ୍କୁ ବୁଝେଇଲେ, କହିଲେ ମା ସେ ବୁଝିବାକୁ ରାଜି ନୁହେଁ, ତୁ କଣ ବୁଝଉଛୁ ତାକୁ? ସେ ବୁଝିବନି, ସେ ଇଚ୍ଛା କରୁଛି ନା ଏହାର ଫଳ କଣ ଜାଣିଛନ୍ତି? ନା ମୁଁ ଜାଣିଛି ତାର ମୃତ୍ୟୁ ହବ। ତା ମୁଁ ଦେଖିବ କେମିତି? ନା ମା ତୁମର କେତେ ନାହିଁ, କାରଣ ତୁ ରାବଣକୁ ଗୋଟେ ହିସାବରେ ବର୍ଣ୍ଣ କରୁନୁ, ତୁ ଯାହାକୁ ଗୋଟେ ହିସାବରେ ବର୍ଣ୍ଣ କରୁଛୁ ତାଙ୍କର ମରଣ ନାହିଁ। କାରଣ ସତୀର ସ୍ୱାମୀ ହଉଛନ୍ତି ଜଗତ ସ୍ୱାମୀ। ସତୀର ସ୍ୱାମୀ ଏ ସ୍ଥୂଳ ଦେହ ଧାରଣ କରିଥିବା ଲୋକ ନୁହଁ। ଆଚ୍ଛା, ଏ ଘଟଣା ଘଟିଗଲା। ଘଟିଲା ପରେ ଯୁଦ୍ଧ ହେଇଗଲା, ରାବଣ ମରିଗଲା। ରାବଣ ମରିଗଲା ପରେ ଶୋକାକୁଳ ଅବସ୍ଥାରେ ମନ୍ଦୋଦରୀ ପରିବାର ସହିତ ଆସିଛନ୍ତି। ରାବଣ ପାଖରେ ବିଳାପ କଲେ। ତାଙ୍କ ମନରେ ପଶିଲା, କହିଲା ମୁଁ ତ ନାମ ଶୁଣିଛି, ଲୋକ କେମିତି ତ ଦେଖିନି। ଆଚ୍ଛା, ମୋ ସ୍ୱାମୀ ତ୍ରିପୁର ବିଜୟ, ୟାକୁ କେହି ଜୟ କରିପାରନ୍ତିନି। କିଏ ଏମିତି ଶକ୍ତି ଧରନ୍ତି ୟାକୁ ମାରିଦେଲା? ବଣୁଆ ସେ ମାରିଦେଲା, ମାରିଦେଲା। ବଣୁଆ ଲୋକଟେ ଲୋକଟା କେମିତି? ସନ୍ଧ୍ୟା ସମୟ ଯୁଦ୍ଧରେ ବହୁତ ଲୋକ ମରିଛନ୍ତି, ବାନର ମରିଛନ୍ତି। ଏଇ ଯୋଉ ନରସଂହାର ହେଇଛି, ରାମଚନ୍ଦ୍ରଟି ଉଦାସୀନ ହେଇଯାଇଛି। ଉଦାସୀନଟା ଅଭିନୟ କରୁଛନ୍ତି। ଲୀଳା ପୁରୁଷୋତ୍ତମ ଲୀଳା କରୁଛ, ଉଦାସୀନ କଣ ହଉଛ? ଅଭିନୟ କରୁଛନ୍ତି। ଗୋଟେ ଜାଗାରେ ପଥର ଉପରେ ସ୍ଥିର ହେଇକି ବସିଛନ୍ତି। ଅସ୍ତଗାମୀ ସୂର୍ଯ୍ୟ ସେପଟୁ ମନ୍ଦୋଦରୀ ଆସୁଛନ୍ତି। ମନ୍ଦୋଦରୀ ଆସୁଛନ୍ତି, ସୂର୍ଯ୍ୟ କିରଣରେ ମାଙ୍କ ଛାଇଟା ରାମଚନ୍ଦ୍ରଙ୍କ ପାଦ ତଳେ ପଡ଼ିଲା। ରାମଚନ୍ଦ୍ର ଛିଡ଼ା ହେଇ ପଡ଼ିକି ପଛକୁ ନ ଚାହିଁ କହିଲେ ମା ପ୍ରଣାମ। ମା ପ୍ରଣାମ, ଆପଣ ମତେ ଡାକିଥାନ୍ତେ। ମା ମୁଁ ବହୁତ ଦୁଃଖିତ, ବହୁବାର ଚେଷ୍ଟା କଲି, ହନୁମାନଙ୍କୁ ପଠେଇଲି, ଅଙ୍ଗଦକୁ ପଠେଇଲି, ବହୁବାର ବୁଝେଇବାକୁ ଚେଷ୍ଟା କଲି, ଆପଣଙ୍କ ସ୍ୱାମୀ ବୁଝିଲେନି। ଧର୍ମ ରକ୍ଷା କରିବା ପାଇଁ ମତେ ତାଙ୍କୁ ମାରିବାକୁ ପଡ଼ିଲା। ମା ମତେ କ୍ଷମା କରନ୍ତୁ। ହାତ ଯୋଡ଼ିକି ବିନମ୍ର ହେଇ କହୁଛନ୍ତି ମା ମତେ କ୍ଷମା କରନ୍ତୁ। ମନ୍ଦୋଦରୀ କହୁଛନ୍ତି ମୁଁ ଦେଖିବାକୁ ଆସିଥିଲି ମୋ ସ୍ୱାମୀଙ୍କୁ ମାରିଥିବା ଲୋକଟି କିଏ? କାରଣ ଏତେ ଶକ୍ତିଶାଳୀ, ତ୍ରିପୁରରେ କେହି ତାଙ୍କୁ ଜୟ କରିପାରନ୍ତିନି। ତାଙ୍କୁ ଆପଣ ବୋଧ କଲେ ଆପଣ କିଏ? ଆପଣଙ୍କୁ ଦେଖିବାକୁ ଆସିଥିଲି ଏବଂ ମୁଁ ତା ଉତ୍ତର ପାଇଲି। ଏଇ ଯୋଉ ପଛ କଥାଟା କହିଦେଲେ ମୁଁ ତା ଉତ୍ତର ପାଇଲି। ରାମଚନ୍ଦ୍ର ଘୁରେଇ ହେଲେ, କହିଲେ କଣ ମା ଉତ୍ତର ପାଇଲି? ନା ଏହା ଉତ୍ତର ପାଇଲି, ମୁଁ ଆସୁଥିବା ବେଳେ ମୋ ଦେହର ଛାଇଟା ଯାହା ପାଖରେ ପଡ଼ିଲା ସେ ମତେ ଦେଖି ଛିଡ଼ା ହେଇ କହିଲା ମା ପ୍ରଣାମ। ସେ ହଉଛନ୍ତି ରାମଚନ୍ଦ୍ର, ଯିଏ ମୋ ଭଳି ସୁନ୍ଦରୀ ସତୀ ସ୍ତ୍ରୀ ଥାଉ ଥାଉ ସୀତାକୁ ଅପହରଣ କରି ଆଣିକି ରଖିଲା ଅଶୋକବନରେ, ସେ ହଉଛି ରାବଣ। ତେଣୁ ଯିଏ ଅନୀତି ଭିତରେ ଗଲା ତାର ମୃତ୍ୟୁ ନିଶ୍ଚିତ। ଏବେ ଜାଣିଲି ତମେ ନୀତିବାନ ଏବଂ ନାରୀମାନଙ୍କର ସମ୍ମାନ କର ବୋଲି ତୁମର ଜୟ ହେଲା, ଏବଂ ସେ ନାରୀମାନଙ୍କୁ ଅସମ୍ମାନ କରେ ବୋଲି ତାର କରାଯାଏ। अर्थात पुत्र पौत्र बधू और भृत्य प्रभृतिक द्वारा गृहस्थर गृह परिपूर्ण थे एकमात्र भाषा नथिले से गृह शून्य सदृश मन हुए विज्ञ व्यक्ति मत गृह नुहे भूमि ही गृह भगवान भूमिहीन गृह अरण्य तीन जो गृहिणी स्वामी भोजन
ବନ୍ଧା ହେଇଥିଲା। ତୁଳସୀର ସତୀତ୍ୱ ଯଦି ହରଣ ହବ ଜଳନ୍ଧର ମରିବ। ଏମିତି ପରିସ୍ଥିତି ସୃଷ୍ଟି ହେଲା, ବିଷ୍ଣୁଙ୍କୁ ଓହ୍ଲେଇବାକୁ ପଡ଼ିଲା ତଳକୁ, ତାର ସତୀତ୍ୱ ହରଣ କରିବାକୁ ପଡ଼ିଲା। ବରଂ ପରବର୍ତ୍ତୀ ଅବସ୍ଥାରେ ତାକୁ ମୁଣ୍ଡରେ ଧରିଲେ ସବୁ ଠିକ ହେଲା, କିନ୍ତୁ ନାରୀର କେତେ ମର୍ଯ୍ୟାଦା ଦେଖନ୍ତୁ, ତାର ଭଗବାନଙ୍କୁ ଭଲ ପାଇବାର ନିଷ୍ଠା କେତେ ଦୃଢ଼ ହେଇଗଲା, ଯାହାଫଳରେ କି ଭଗବାନଙ୍କୁ ଓହ୍ଲେଇ ଆସିବାକୁ ପଡ଼ିଲା ମର୍ତ୍ତ୍ୟକୁ। ଓହ୍ଲେଇ ଆସିକି ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କରିବା ଫଳରେ ଜଳନ୍ଧରର ମୃତ୍ୟୁ ହେଲା, ଅର୍ଥାତ୍ ଜଗତରୁ କାଳିମା ନାଶ ହେଲା। ସେଗୁଡ଼ା ସବୁ ଉପକରଣ ହିସାବରେ ଆମକୁ ଉଦାହରଣ ହିସାବରେ ଦିଆଯାଇଛି। ଆମକୁ କ'ଣ ସେଥିରୁ ଶିକ୍ଷା ମିଳୁଛି ଯେ ଆମେ ଯଦି ଭଗବାନଙ୍କ ପ୍ରତି ଗୁରୁଙ୍କ ପ୍ରତି ନିଷ୍ଠାର ନେଇକି ଥିବା, ଯେତେ ପ୍ରକାର ପ୍ରତିକୂଳ ପରିସ୍ଥିତି ଆମ ପାଖକୁ ଆସିଲେ ମଧ୍ୟ ସେ ହାର ମାନିବାଟା ନିଶ୍ଚିତ। ଆଚ୍ଛା, ତାଙ୍କର ଶାସ୍ତ୍ର କହିନି ତାଙ୍କର କିଛି ପିଲାପିଲି ଥିବାର କୌଣସି ଜାଗାରେ ନାହିଁ, ସେମାନଙ୍କର ସନ୍ତାନ ତେଣୁ ସିଏ କ'ଣ କଲେ, ସ୍ୱାମୀ ଅତ୍ରିଙ୍କୁ ତାଙ୍କ ଧର୍ମ କାର୍ଯ୍ୟରେ ସହାୟତା କରିକି ସାରା ଜୀବନ ପତିବ୍ରତା ସେବା କରିଛନ୍ତି। ଆଙ୍କର ଏଇ ପାତିବ୍ରତ୍ୟଟା ଯାଇକି ବ୍ରହ୍ମଲୋକରେ ଆଲୋଚନା ହେଲା। ଏମିତି ଜଣେ ସତୀ ନାରୀ ଅଛନ୍ତି। ଆଚ୍ଛା, ଇଏ ମାନେ ସାଧାରଣ ମା ମାନେ ଟିକେ ଈର୍ଷାନ୍ୱିତା ହୁଅନ୍ତି, ଆପଣମାନେ କେବଳ ନୁହନ୍ତି, ଅଧିକାଂଶ ହୁଅନ୍ତି। ସେ ତିନି ଦେବୀଙ୍କ ଭିତରେ ଈର୍ଷା ବ୍ୟାପିଲା, କହିଲା ଆମେ ଏଠି ଅଛୁ, ଆମ ଭିତରେ ଆମ ଗୁଣ କେହି ଗାଉନାହାନ୍ତି, ମର୍ତ୍ତ୍ୟ ଲୋକର ଗୋଟେ ନାରୀ ଅଛି ତାକୁ ପତିବ୍ରତା କହୁଛନ୍ତି। ଯାଇକି ସ୍ୱାମୀ ମାନଙ୍କ ପାଖରେ ପହଞ୍ଚିଲେ, କହିଲେ କ'ଣ ଏମିତି ଶୁଣା ହଉଛି, ତମେ ଟିକେ ଯାଅ ଦେଖିବ ସେ କେମିତି। ୟାଙ୍କର ଯିବାକୁ ଇଚ୍ଛା ନାହିଁ, କିଏ ବ୍ରହ୍ମା ବିଷ୍ଣୁ ମହେଶ୍ୱର। କହିଲେ ଆମେ ତ ସୃଷ୍ଟି କରିଛୁ, ତାକୁ ତ ତିଆରି କରିଛୁ, ସେଇ ଲୀଳା କରିବ, ଆମକୁ କ'ଣ ପଠଉଛ? ନା ଆମେ ସିଧା ଗଲେ କ'ଣ ତା ପ୍ରତିଭତା କଥାଟା ଜାଣିପାରିବୁ? ତମେ ଗଲେ ତାକୁ ପରୀକ୍ଷା କରିବ। ଯାହା ହେଲା ଜାଣିଛନ୍ତି, ତିନି ଛୁଆ କରିକି ଗୋଟେ ପାଲ୍ଲାରେ ଶୁଆଇଦେଲେ। ସବୁଠୁ ମଜା ଏଇଠି, ଏତେ ଦିନ ଅପେକ୍ଷା କଲା ପରେ ଯେତେବେଳେ ସ୍ୱାମୀ ମାନେ କୁଆଡେ ଗଲେ ତିନି ଜଣ ଯାକ, ଦେଖିବ ସେ ତିନି ଜଣ ଯାକ ଆସିକି ପହଞ୍ଚିଲେ, ଖେଳୁଛନ୍ତି, ସବୁ ମଜା ଶୁଣୁନାହାନ୍ତି। ସେଠୁ ଗୋଡତଳେ ପଡିଲେ, କହିଲେ ଆମର ଭୁଲ ହେଇଗଲା, ଆଉ ଏମାନଙ୍କୁ ଆପଣ ଛୋଟ ପିଲା କରିଦେଇଛନ୍ତି, ଏମାନେ ଖେଳୁଛନ୍ତି, ଆଉ ଆପଣ ଆମ ସ୍ୱାମୀ ଫେରେଇ ଦିଅନ୍ତୁ। ସେଠୁ ଗଲେ ତମେ ତମ ସ୍ୱାମୀକୁ ବାଛି ନିଅ। ବିଷ୍ଣୁ ବାଛିଲେ ପାର୍ବତୀକୁ, ଶିବ ବାଛିଲେ ଲକ୍ଷ୍ମୀଙ୍କୁ, ଏମିତି ଅଲଗା ଅଲଗା ବାଛିଲେ। ଯେତେବେଳେ ଧରି ପକେଇଲେ ରୂପ ପରିବର୍ତ୍ତନ, ଏଇ ମା ଆପଣ, ଅର୍ଥାତ୍ ସତୀତ୍ୱର ପରାକାଷ୍ଠାରେ ଅଳ୍ପ ମାଧ୍ୟମରେ କ'ଣ କୁହାଯାଉଛି ଦେଖନ୍ତୁ, ସତୀତ୍ୱର ପରାକାଷ୍ଠାରେ ଭଗବାନ ମଧ୍ୟ ବଶୀଭୂତ ହେଇଯାଆନ୍ତି, ଭଗବାନ ମଧ୍ୟ ନାଚାର ହେଇଯାଆନ୍ତି। ସତୀ ଯାହା କହିବ ସେଇଆ କରିବାକୁ ବାଧ୍ୟ। ପାଲ୍ଲାରେ ଶିଶୁ ହେଇକି ଖେଳିଲେ ନା ନାହିଁ? ଭଗବାନ ତ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ସୃଷ୍ଟିକର୍ତ୍ତା, ପ୍ରଳୟକର୍ତ୍ତା, ପାଳନକର୍ତ୍ତା, ତିନି ଜଣ ଯାକ ଛୋଟ ପିଲା ହେଇକି ଖେଳିବାକୁ ବାଧ୍ୟ। ତାଙ୍କ ସ୍ତ୍ରୀ ମାନଙ୍କ ମନରୁ ଏଇ ସନ୍ଦେହ ବା ଏଇ ଈର୍ଷା ଭାବ ଦୂର କରିବା ପାଇଁ ତାଙ୍କୁ ଛୋଟ ଶିଶୁ ହବାକୁ ପଡ଼ିଲା, ଶିକ୍ଷା ଦେବା ପାଇଁ। ଦେଖ, ତମେ ସ୍ୱର୍ଗର ଦେବତାର ପତ୍ନୀ ହେଇ ମଧ୍ୟ ଦେଖ, ମର୍ତ୍ତ୍ୟ ଲୋକର ସତୀ ନାରୀର ପ୍ରଭାବରେ ଆମେ ମାନେ ଛୋଟ ଶିଶୁ ହେଇଛୁ, ଏ ଶିକ୍ଷା ଜଗତକୁ ଦେଲେ। ଏବଂ ଏଇ ଭଗବତୀ ମାନେ କ'ଣ ଜାଣିନଥିଲେ ପଛଆଡ଼େ କ'ଣ ଥିଓରି ଅଛି ବୋଲି ଜାଣିକି ମଧ୍ୟ ଲୀଳା କଲେ। କହିଲେ ହେ ନରଲୋକବାସୀ, ଯେ ମର୍ତ୍ତ୍ୟ ଲୋକରେ ଅଛ, ଶିକ୍ଷା କର ସତରେ ସତୀ ଧର୍ମର ପାଳନ। ସତୀ ଧର୍ମ କ'ଣ କି? ତାଙ୍କର ପର୍ଯ୍ୟବେକ୍ଷଣରେ ଯାହା କହୁଛନ୍ତି ମା ସତୀ ବୋଲି ମାନି ଯାଆନ୍ତି। ସ୍ୱାମୀଙ୍କୁ ଖାଇବାକୁ ଦଉଛନ୍ତି, ସ୍ୱାମୀ ଆପଣଙ୍କର ସ୍ଥୂଳ ଦେହଧାରୀ, ଖାଇବାକୁ ଦେଲା ଭାବୁଛନ୍ତି ମୁଁ ଠାକୁରଙ୍କୁ ଖାଇବାକୁ ଦଉଛି। ସ୍ୱାମୀର ପାଦ ସେବା କରିଦେଉଛନ୍ତି, ଭାବୁଛନ୍ତି ମୁଁ ଠାକୁରଙ୍କ ପାଦ ମୋଡ଼ି ଦେଉଛି। ସ୍ୱାମୀର ଲୁଗାପଟା ସଫା କରୁଛନ୍ତି, ଭାବୁଛନ୍ତି ମୁଁ ଠାକୁରଙ୍କ ଲୁଗା ସଫା କରୁଛି। এই ଭାବନାରେ ଠାକୁରମୟ ଆପଣ ହେଇଯିବେ। ସ୍ୱାମୀ କ'ଣ ହଉ ହଉ ସେଥିରେ ବଡ଼ ଆପଣ ଠାକୁରମୟ ଜୟ
ମନରେ କଷ୍ଟ ଦେବା ତ ଆମର ଇଚ୍ଛା ନାହିଁ, ସମାଜସେବୀ ହିସାବରେ ଆମେ କାହା ମନରେ କଷ୍ଟ ଦେବା ଆମର ଇଚ୍ଛା ନାହିଁ, କିନ୍ତୁ ବେଳେବେଳେ ସେଇଟା ଅଟୋମେଟିକ୍ ଜଣେ ମନର କଷ୍ଟ ମାନେ ଯେଟା ଠାକୁରଙ୍କ ମାନେ କେମିତି ଶୃଙ୍ଖଳା ରକ୍ଷା ହବ ସେ ଚେଷ୍ଟା କରୁ କରୁ କାହା ମନର କଷ୍ଟ ହେଇଯାଉଛି। ତେଣୁ ଆମେ ସେ ତାକୁ ସେ ଯାହା ହଉନା କାହିଁକି ଆମେ ଠାକୁରଙ୍କ ପାଖରେ ଆଜିକୁ ପ୍ରତିଜ୍ଞା କରୁଛୁ, ଠାକୁରଙ୍କୁ ପ୍ରତିଜ୍ଞା କରୁଛୁ, ଠାକୁର ଜଣାଉଛି ଚେଷ୍ଟା କରିବି କାହା ମନରେ ଯେମିତି କଷ୍ଟ ନ ଦିଏ। ଆଉ ଅଛି ଭାଇ କହିଲେ ଯେ ମା ବି କହିଲେ କାଲି ଶୁଣିଥିଲେ ଆମେ ଯଦି ବାପା ମା ଯଦି ଠାକୁରଙ୍କ ପ୍ରତି ସବୁବେଳେ ଠାକୁରଙ୍କୁ ଭଲ ପାଇବା ମାନେ ଛୋଟ ଛୁଆଟେ ଲକ୍ଷ୍ୟ କରିବ ବାପା ମା ଆଜି ଠାକୁରଙ୍କୁ କଣ ଭୋଗ ଦଉଛନ୍ତି, ଆଜି 12 ବର୍ଷ ହେଲା କଣ ଜିନିଷ ଭଲ ଜିନିଷଟେ କି ଆଜି ସକାଳେ ମାନେ ଫଳଟେ ନୂଆ ଫଳଟେ ସବୁ ଯଦି ଆମେ ଯଦି ସବୁଦିନ ଠାକୁରଙ୍କୁ ଦଉ ଆମ ଘରର କର୍ତ୍ତା ଭାବି ଆମେ ତାଙ୍କ ପାଇଁ ଯଦି ସବୁବେଳେ ମାନେ ଠାକୁର କେମିତି ଭଲ ବେଡସିଟ୍ଟେ ଭଲ ଗାମୁଛାଟେ ଭଲ ଧୋତିଟେ ଏସବୁ ଯଦି ଚିନ୍ତା କରୁ ନିଶ୍ଚୟ ସେ ଘରର ପରିବାରର ଛୁଆ ନିଶ୍ଚୟ ଠାକୁରଙ୍କ ପାଖକୁ ଆସିବେ, ମୋର ଏତିକି ବିଶ୍ୱାସ। ଆଉ ମା ମାନଙ୍କ କଥା ଭାଇଜେ କହିଲେ ମା ମାନେ ତ ସର୍ବସ୍ୱ ସବୁ ମାନେ ମା ମାନେ ଆଜିକାଲି ମା ଟିକେ ଶୋଇପାରୁନାହାନ୍ତି, ଭାଇ ମାନେ ଶୋଉଛନ୍ତି, ମା ମାନେ ଟିକେ ଆଜିକାଲି ବେଶୀ ଶୋଇପାରୁନାହାନ୍ତି। ଠାକୁର ଦିଅନ୍ତୁ ଆମ ଶଙ୍ଖର ସବୁବେଳେ ଶୃଙ୍ଖଳାର ସମସ୍ତେ ସଭାପତି ସମ୍ପାଦକ କଥା ମାନନ୍ତୁ, ମା ଓ ଭାଇ ସମସ୍ତେ ଯେମିତି ତାଙ୍କ କଥା ମାନିକି ଶଙ୍ଖର ଶୃଙ୍ଖଳାର ଏତିକି ପ୍ରାର୍ଥନା ଶାନ୍ତି ଛାଡ଼ିଦେଲେ ପ୍ରାୟ ରାତି 10ଟା 10:30 ପର୍ଯ୍ୟନ୍ତ ସବୁବେଳେ ଅଛି ଏବଂ ଅନନ୍ତ ଭାଇ ସେଠି ଦାୟିତ୍ୱ ଥିଲେ, ମୁଁ ସେଠି ସବୁବେଳେ ରହିଛି। ମୋତେ ଗୋଟେ ବହୁତ ଆନନ୍ଦ ଦେଇଥିଲା ଏବଂ ପ୍ରଭାବ ମଧ୍ୟ ପକେଇଛି ମୋ ଉପରେ, ଯୋଉଥିପାଇଁ କି ମୁଁ ଆପଣମାନଙ୍କ ଡାକରାରେ ସାଙ୍ଗେ ସାଙ୍ଗେ ଆପଣମାନଙ୍କ ଘରକୁ ଆସୁଛି ଯେ ଠାକୁରଙ୍କର କିଛି ଗୋଟେ ନିଶ୍ଚିତ ଭାବରେ ଉପସ୍ଥିତି ଅଛି। ସେଦିନ ମଧ୍ୟ ଆମେ କଥା ହେଇଥିଲେ যেটি আলোচনা হেলা বেলা যে বহুত প্রতিবন্ধক হব, বহুত সমস্যা হব, এতে লোক আসবে, সেমানকু কেমিতি আমি শৃঙ্খলিত ভাবে এই কার্যক্রম করাই পারিবা। মু মধ্যে এইটি মোর ভাউমিনী কইଥିଲି যে সবু সে করছন্তি, আমি কিছু নু, আমি মাত্র মাধ্যম। তেণু আজি যা হচ্ছে আগামী দিনের যা হব সবু সে হি করবে, আমি তাঙ্কর পাখে উৎসর্গীকৃত হওয়া এটি কইকি মো বাণী বিরাম দউছি। জয় গুরু জয় গুরু জয় গুরু। শুভ্রাংশু ভাই এবং ঠাকুরଙ୍କ মানে ଆମ ଦ୍ୱାରା এই জগତରେ ଠାକୁରଙ୍କର ଭାବଧାରାର ପ୍ରଚାର ହେଇପାରିବ এই ମାଧ୍ୟମରେ। ଆସ ଝିଅ ଆସ। କ'ଣ ହେବା ଦରକାର ସେ ବହୁତ ଭଲ ଲାଗିଲା ସେ କଥା। ତ ବ୍ୟକ୍ତିଗତ ଭାବରେ ଠାକୁର ମା'ମାନଙ୍କୁ ବହୁତ ଉଚ୍ଚ ସ୍ଥାନ ଦେଇଛନ୍ତି। ପ୍ରେମିକ ଗୁରୁ ଗ୍ରନ୍ଥରେ ଉତ୍ସର୍ଗ ପତ୍ରରେ ବ୍ୟକ୍ତିଗତ ଭାବରେ ମୋତେ 2ଟା ଘଟଣା ମନ କଷ୍ଟ ବହୁତ ହୁଏ। ପ୍ରଥମଟା ହେଉଛି ଦାର୍ଜିଲିଂରେ ଯେତେବେଳେ ଠାକୁର ଯାଇଥିଲେ ଏବଂ ଠାକୁରଙ୍କର ଛାତିର ଯନ୍ତ୍ରଣା ସେଥିରେ ବହୁତ ଅଧିକା ହେଇଯାଇଛି। 2 ଦିନ ଧରିକି ଠାକୁରଙ୍କ ଯନ୍ତ୍ରଣା ବହୁତ ଅଧିକା ଲାଗି ରହିଛି। ତୃତୀୟ ଦିନ କି ଚତୁର୍ଥ ଦିନ ହବ ଯନ୍ତ୍ରଣା ଟିକେ କମିଛି, ଅନ୍ୟମାନେ କିନ୍ତୁ ଶୋଇ ପଡ଼ିଛନ୍ତି। ସୁରବାଳା ଦେଖିଲେ କି ଆଉ କିଛି ଶବ୍ଦ ନାହିଁ ରାତିରେ, ତ ସକାଳେ ଉଠିକି ଭାବିଲେ କ'ଣ ଯନ୍ତ୍ରଣା ବୋଧେ ଭଲ ହେଇଯାଇଛି। ତ ଠାକୁରଙ୍କୁ ଆସିକି ଦେଖିଲେ, ତ ଠାକୁର କାନ୍ଦୁଛନ୍ତି। ତ ପଚାରିଲେ ଠାକୁର ଅଧିକା ବଢ଼ିଗଲା? ଠାକୁର କହିଲେ ନାଇଁ ରେ, ଯନ୍ତ୍ରଣା କାଲି ରାତିରେ ଭଲ ହେଇଯାଇଛି। ତ କାଲି ରାତିରେ ରାଣୀ ଆସିଥିଲା, ମୋ ସର୍ବସ୍ୱ ବିନିମୟରେ ମୋ ଛାତିର ଯନ୍ତ୍ରଣା ବୁକୁର ଯନ୍ତ୍ରଣା ଭଲ କରିଦେଇ ଯାଇଛି। ତାଠୁ ବରଂ ମୋର ବୁକୁର ଯନ୍ତ୍ରଣା ବହୁତ ଭଲ ଥିଲା ରେ। ତ ସର୍ବସ୍ୱ ବିନିମୟରେ ଅର୍ଥ ମା ଠାକୁରଙ୍କୁ ଦେଖା ଦେବେନି। ଚୁକ୍ତିବଦ୍ଧ ଯୋଉ ଠାକୁର ମାଙ୍କ ସହିତ ଥିଲେ କି ଯେତେବେଳେ ଇଚ୍ଛା କରିବେ ଠାକୁର ମାଙ୍କର ଦର୍ଶନ ପାଇବେ। ତ ଠାକୁରଙ୍କୁ ମା କ'ଣ କହିଲେ? ତ କହିଲେ କି ତୁମେ କାହା ପାଇଁ କାନ୍ଦି କରୁଛ? ତୁମେ କାହାକୁ, ଜଗତରେ କେହି ତୁମର ନୁହନ୍ତି, ଜଗତ ମୋର, ମୁଁ କେବଳ ତମର। ତ ସେଇଠୁ ଜଣାପଡ଼େ କି ମା ଠାକୁରଙ୍କୁ କେତେ ଭଲ ପାଆନ୍ତି ଏବଂ ମାଙ୍କର ବିୟୋଗରେ ଠାକୁରଙ୍କର କେତେ ମନ କଷ୍ଟ ହେଇଥିଲା। ତ ସେଇ କଥା ଗୋଟେ ଭାବନାରେ ଆସେ କି ଯୋଉ ମା ଠାକୁରଙ୍କୁ ପଠେଇଲେ, ଯେତେବେଳେ ଠାକୁର ଆସୁନଥିଲେ ଗୁରୁଗିରି କରିବା ପାଇଁ, ଯୋଉ ମା ଠାକୁରଙ୍କୁ ପଠେଇଲେ କି ତୁମେ ଯାଅ ଆମର ସନ୍ତାନୀକୁ ଫେରେଇକିରି ନେଇକି ଆସିବ ଯୋଉମାନେ ପଥ ବିଚ୍ୟୁତ ହେଇଯାଇଛନ୍ତି, ସେଇ ମା ପୁଣି ଆମେ ଯେହେତୁ ଠିକ ପଥରେ ଚାଲିଲୁ ନାହିଁ ଏବଂ ସେତେବେଳେ ଠାକୁର ମାଙ୍କୁ କହିଲେ କି ତମେ ସେଇମାନଙ୍କୁ ଭଲ ପାଉଛ ବୋଲିକି ମୁଁ ତୁମକୁ ଛାଡ଼ିକି ଗଲି, ଯୋଉଥିପାଇଁ ଠାକୁର କହିଲେ କି ମୋ ସର୍ବସ୍ୱ ବିନିମୟରେ ସେ ମୋତେ ବୁକୁର ଯନ୍ତ୍ରଣା ଭଲ କରିଦେଇ ଯାଇଛି। ତ ଏଇ ଘଟଣାଟା ବ୍ୟକ୍ତିଗତ ଭାବରେ ମୋତେ ବହୁତ କଷ୍ଟ ହୁଏ।
ଠାକୁରଙ୍କର ଜନ୍ମୋତ୍ସବ କରୁଛନ୍ତି ସେଭଳି ଛୁଆଙ୍କର ଜନ୍ମ ଠାକୁର ଜନ୍ମୋତ୍ସବ ଯେଉଁ ସେ ତାଙ୍କ ପ୍ରତ୍ୟେକ ଜିନିଷ ତାକୁ ଆଗରେ ଦେବା, ତା ପାଇଁ ଭଲ ଜିନିଷ ଆଣିବା, ତା ପାଇଁ ଭଲ ଫଟୋଟି ଆଣିବା, ତା ପାଇଁ ଭଲ ଘରଟେ କରିବା, ତା ପାଇଁ ଆମେ ଯେମିତି ଭଲ କରିବା ତା ଭଲ କରିବା। ଠାକୁର ଯଦି ଭଲ ରହିବେ ଆମେ ଭଲ ରହିବା, ଆଉ ଠାକୁର ଯଦି ଭଲ ନ ରହିବେ ଭାଇ ତ କହିଲେ ଆମେ ପୁଣି ରୁଡ଼ି ହେଇକି ରହିବା, ଦେଇକି ମାଗି ଆସିବା ଚାଲୁ ଭିକାରୀ ହେଇଯିବା, ଆସିଲ ଭିକାରୀ ହେଇଯିବ। ଆଉ ତାକୁ ମେସିନ୍ ଆସିବ ଦେବେ। ତେଣୁ କ'ଣ କରିବା, ପ୍ରତ୍ୟେକ ଦରମା ପାଉଥିବା ମୂଳ ନା କରି ପ୍ରଥମେ 10% ଠାକୁରଙ୍କୁ ଦାନ କରିଦେବେ, ସେଇ ପଇସାରେ ଆପଣ ମଜିମସି କରନ୍ତୁ। ମତେ ଆମର କହନ୍ତି ସମସ୍ତ ଠାକୁର ବୋଲୁଛୁ ଏଇ କୋଉଠି ସବୁ ପଇସା ପତ୍ର ଆଣୁଛନ୍ତି, ମୁଁ ଠାକୁର ଦଉଛନ୍ତି ଆମେ କ'ଣ କରିବୁ? ଠାକୁର ବୁଝୁ ଆଜି ସେ କହୁଛନ୍ତି ଶିକ୍ଷା ମନ୍ଦିର ସବୁ କଥାରେ କହିଲେ ଯେ ସଂଘର ମୂଳ ମନ୍ତ୍ରଟା ଭୁଲିଗଲେ ହବନି। ମୂଳ ମନ୍ତ୍ର ହଉଛି ଏକ ପ୍ରାଣତା। ସେଇଟା ଯଦି ସଗର ମୂଳମନ୍ତ୍ର ଭୁଲିବେନି, ସବୁବେଳେ ଠାକୁର ସେଇଟା କହୁଛନ୍ତି ଯେ ସଂଘର ମୂଳ ମନ୍ତ୍ର ହଉଛି ଏକ ପ୍ରାଣତା। ଯାହା କାମ କରିବା ସଂଘର ଯେତେବେଳେ କରୁଛନ୍ତି ଯେ ସେଇଟାକୁ ଲକ୍ଷ୍ୟ କରତେ ପଡ଼ିବ ଯେ ଆମ ଭିତରେ ଏକ ପ୍ରାଣତା ରହିଲା କି ନାହିଁ। ଯଦି ନ ରହିଲା ତାହେଲେ କୋଉଠି ଅସୁବିଧା ସଂଶୋଧନ, କାରଣ ମୁଁ ଠାକୁରଙ୍କ ପାଖରେ ଅପରାଧ ଦେଇଛି ନା, ତାଙ୍କର ମୂଳ ମନ୍ତ୍ର ଯୋଉଟା ଥିଲା ସଂଘର ସେଟା ମୋ ଦ୍ୱାରା ବ୍ୟାହତ ହେଲା, ସେଟାକୁ ଜଗିବା କଥା ଅଛି। ଆମେ ଏଇରକମ ସମସ୍ତେ ନିଜେ ସଚେତନ ହେବା, ତାହେଲେ ସଂଘର ପ୍ରତି ସଂଘରେ ଏକ ପ୍ରାଣତା ହବ, ଶେଷରେ ଆମର ଯୋଉ କେନ୍ଦ୍ର ସଂଘ ବି ଏକ ପ୍ରାଣତା ପ୍ରତିଷ୍ଠିତ ହବ। ମୂଳ କଥା ସଂଘର ଯୋଗଦାନ ମୁଁ କ'ଣ ଚାହୁଁଛି ସେଗୁଡ଼ା ବୁଝିବାକୁ ପଡ଼ିବ। ଠାକୁର କ'ଣ ଚାହୁଁଛନ୍ତି, ଠାକୁର କ'ଣ ଚାହୁଁଛନ୍ତି? ଠାକୁର କହିଲେ ସଂଘ ମୋର ସ୍ୱରୂପ, ତେଣୁ ସଂଘ କ'ଣ ଇଚ୍ଛା କରୁଛି କରିବା ସେଇଟାକୁ କାର୍ଯ୍ୟକାରୀ କରିବା। ମୋ ଇଚ୍ଛା ନାହିଁ ପ୍ରାଣ ଆମର ଯେରକମ ଠାକୁରଙ୍କ ପାଇଁ ପ୍ରାଣ ଆକୁଳ ହେଉଛି, ଆଜି ନ ଗଲେ ଦର୍ଶନ କଲେ ଠାକୁର ମଧ୍ୟ ସେଇ ରକମ ଅପେକ୍ଷା କରି ବସିଛନ୍ତି ମୋର ଭକ୍ତ ଆସିବେ। ତେଣୁ ଏଠି ଭକ୍ତ ଭଗବାନଙ୍କର ମିଳନ ହୁଏ। ତେଣୁ ଇଏ ବି ଗୋଟେ ରାସ ବୃନ୍ଦାବନ। ତେଣୁ ସଂଘ କାହିଁକି ଠାକୁର କହିଲେ ସଂଘ ମୋର ସ୍ୱରୂପ ନା, ଜଣେ ଆମେ ଏଇ କଳିଯୁଗରେ ବା ଏ ସମାଜରେ ମାନବ ଜୀବନ ହେଉଛି ଶ୍ରେଷ୍ଠ। 84 ଲକ୍ଷ ଜନ୍ମ ପରେ ଆମକୁ ଏଇ ଦୁର୍ଲଭ ମାନବ ଜନ୍ମ ମିଳିଛି। ତେଣୁ ଆମର ଲକ୍ଷ୍ୟ କ'ଣ ନା, ସମସ୍ତଙ୍କର ଲକ୍ଷ୍ୟ ହେଉଛି ମୋକ୍ଷ ମୁକ୍ତି, ଯେ ଆଉ ପୁନର୍ଜନ୍ମ ଯେମିତି ନ ହୁଏ। ସେଥିପାଇଁ ସମସ୍ତେ ଯଦି ଏଇ ଜୀବନରେ ଆମେ ପ୍ରଯତ୍ନ ନ କରିବା, ଠାକୁରଙ୍କ କଥା ନ ମାନିବା, ସଂଘକୁ ନ ଆସିବା ନୀତି ନିୟମ, ତାହେଲେ ହୁଏତ ଏ ଜୀବନଟା ବ୍ୟର୍ଥ ହେଇଯିବ। ପୁଣି ଆହୁରି କେତେ ଲକ୍ଷ ଏରକମ ଜମିରେ ଆମେ ଘୁରି ବୁଲୁଥିବା, ଆଉ ଏ ଦୁର୍ଲଭ ମାନବ ଜୀବନ ମିଳିବ କି ନାହିଁ। ତେଣୁ ଆମକୁ ମୁକ୍ତି ଲାଭ କରିବାକୁ ହେଲେ ଜଣେ ମୁକ୍ତ ପୁରୁଷଙ୍କର ବିଶେଷ ପ୍ରୟୋଜନ, ତାକୁ ଶାସ୍ତ୍ରରେ ଗୁରୁ ବୋଲି କୁହାଯାଏ। ତେବେ ଆଜିକାଲି ତ ବହୁତ ଗୁରୁ ଅଛନ୍ତି ଠକ ଇଏ, ତ ଆମେ ସେଠୁ ସଦ୍ଗୁରୁ ପାଇବା କେମିତି ନା, ଯେ ପର୍ଯ୍ୟନ୍ତ ଯେ ପ୍ରକୃତରେ ଆତ୍ମଜ୍ଞାନ ଲାଭ କରିଛନ୍ତି ସେ ହେଉଛନ୍ତି ପ୍ରକୃତ ଗୁରୁ ବା ସଦ୍ଗୁରୁ। ତେଣୁ ସମ୍ପର୍କ ମୁଁ ଦେଖିଛି, ପ୍ରମାଣ କରିଛି, এটা মিଛ କଥା ନୁହେଁ, এটা ଅଙ୍ଗେ ଲିଭେଇଛି। ଯୋଉ ସୁପୁତ୍ର ମାନେ ଆସିବେ ଦେଖିବେ, ଆପଣ ତ ତାଙ୍କ ଇଚ୍ଛାକୁ ନେଇ ଯଦି ଆମେ ପରିଚାଳିତ ହବା, ସେଇ ଯୋଉ ସୁଯୋଗ୍ୟ ପୁତ୍ରଟି ଆସିବ ସବୁଥିରେ 100% ରଖିବ। ଚାକିରି କରୁ ନ କରୁ ଆପଣଙ୍କର ଅଭିଳାଷ ସେ କରିଦେବେ ନିଶ୍ଚିତ, ଗ୍ୟାରେଣ୍ଟି 100% ରଖିବ, ସବୁଥିରେ 100% ରଖିବ। ଖାଲି ଟ୍ୟୁସନ୍ ମାଷ୍ଟର ଟିକେ ରହିବ, ଗାଇଡ୍ ମୁଁ ତାଙ୍କ ଗୁରୁ ଯଦି ଗାଇଡ୍ ଅଛନ୍ତି ସେଥିପାଇଁ ଗାଇଡ୍ ହେବ। এটা ମାନେ ଇଏ କଥା ନୁହଁ, এটা ମାନେ ଠାକୁର ଯୋଉ ନିଗମ ଉପଦେଶ ଆଉ ତାଙ୍କର ଯୋଉ ଠାକୁରଙ୍କର ଯୋଉ ସଚେତନ ମାଳା ଦିଆହେଇଛି, ମା ମାନଙ୍କୁ ଦିଆହେଇଛି, ଆଉ ଆମର ଯୋଉ ପଢା ହଉଛି ସଂଘ ନୀତି, ସଂଘ ସେବକ, ନିଗମ ଉପଦେଶ ଆଉ ଅଭୟବାଣୀ, ଏସବୁ ଆପଣଙ୍କୁ ଅଧ୍ୟୟନ କରନ୍ତୁ। ଆ ଭିତରେ ଦେଖିବେ ଠାକୁରଙ୍କ ତତ୍ତ୍ୱ ବହୁତ କଥା ଅଛି। ଯେ ଆମର ବ୍ୟବହାରରେ କାହା ଉପରେ କୌଣସି ପ୍ରକାର କାୟମନ ବାକ୍ୟରେ ଦୁଃଖ ଲାଗିବ ନା। ଭାରି କଷ୍ଟକର କାମ, ଭାରି କଷ୍ଟକର କାମ। ଆମେ ଶୁଣନ୍ତୁ, ମୁଁ କାହିଁକି ଟିକେ କହୁଛି, ଆମକୁ ଦିଆହେଇଥିଲା ଗୋଟେ ଖରାପ ଗୁଣ ତ୍ୟାଗ କରିବ, ଗୋଟେ ଭଲ ଗୁଣ ଗ୍ରହଣ କରିବ। ଏଇଥିରେ ଫର୍ମ ବଣ୍ଟାଗଲା, ସବୁ ଭାଇମାନେ କିଛି, ମା ମାନେ କିଛି ତା ଦେହରେ ଦେଲେ। ମୁଁ ଦେଖିଲି, ପଢିଲି, ଯାଇଲେ ଠାକୁରଙ୍କୁ ଜଣେଇ ଦେଇକି ଖାଲି ରଖିଦେଲି। ଯୋଉମାନଙ୍କୁ ସ୍ପେସିଆଲି ଦେଖୁଛି, ଯୋଉମାନେ ଆଶା କରୁନଥିଲି, ସେମାନଙ୍କର କ୍ରୋଧ ମାନେ ଆଉ ମାନେ କହିବାକୁ ନାହିଁ, କ୍ରୋଧ ମୁଁ ଆଉ କରିବି ନାହିଁ ଏ ବର୍ଷ ପାଇଁ। ତେଣୁ ଭାରି କଷ୍ଟ।
ପ୍ରକୃତ ଜିନିଷ ଆଉ ଦିନ ଲିପିଟା କଥା ଠାକୁରଙ୍କ ସମୟକୁ ଆମର ହେଇକି ଆସୁଛି ଠାକୁର ସେମାନେ ସବୁ ପଢୁଛୁ ସେଥିରେ ସ୍ୱରୂପାନନ୍ଦ ଠାକୁର ସବୁ ଦିନ ଟିକେ କହୁଛୁ ଏଇଠି ଅଟୁ କ୍ରୋଧ କହିବ ନାହିଁ କିଏ କହିଲା କ୍ରୋଧ କୃଷ୍ଣ ଦୃଷ୍ଟି ଯାଉନି ଯିଏ ଠାକୁରଙ୍କ ବିରୁଦ୍ଧରେ କହିଲା ଠାକୁରଙ୍କ ଆଗରେ ବାଧା ତାପରେ ଲାଗିଲା ମୁଁ କ୍ରୋଧ ଛାଡ଼ିଦେବି କ୍ରୋଧ କୋଉଠି ଥିବ ତମ ଉପରେ ଆହୁରି ପଡ଼ିବ ନା ତେଣୁ ଠାକୁରଙ୍କ କଥା ଖାଲି ଜଣେଇବ ଏଇ ଜିନିଷଟା ମୋତେ ଅସୁବିଧା କରୁଛି ତମେ ପିଲାକୁ ଯୋଉ କଥା ମନା କରିବ ସମସ୍ତଙ୍କୁ ସେଇ କଥା କହିଲା ଏଇଟା ନିଆଁ ହାତ ମାରିବୁନି ମା ଯଦି ବାଗେଇରେ ଗଲା ଦୌଡ଼ ଯାଇ ସେଇଟା ହାତ ମାରିଗଲା କାହାରି ମନରେ କଷ୍ଟ ଦେବନି ଏଇଟା ମାନେ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଏବଂ ସବୁ ସମୟରେ ସ୍ପେଶାଲି ଆମ ସ୍ୱର ସମୟରେ ବେଶୀ ଠାକୁର କାମରେ ନା ସେଇଟା ନା ଦରକାର ସେଇଟା ପ୍ରଯୁଜ୍ୟ ମାନେ କାହିଁକି ନା ବହୁତ ଆମର କର୍ମକର୍ତ୍ତା ମାନଙ୍କ ପାଇଁ ବହୁ କଷ୍ଟ ମାନେ ପାଇଛନ୍ତି ଭାଇ ଓ ମା ମୁଁ ସେଥିପାଇଁ ଅନୁରୋଧ କରୁଛି ଏବଂ ତାଙ୍କ ପ୍ରାଣରେ ପ୍ରାର୍ଥନା କରୁଛି ଯେ ଭବିଷ୍ୟତରେ ସେମାନଙ୍କର ଆଚରଣ ଉଚ୍ଚାରଣ ଯେପରି ସଂଯତ ହଉ ଆଉ କହିବା ଏପରି ଟିକେ କ୍ରୋଧ ସମ୍ବରଣ କରନ୍ତୁ ସମସ୍ତ କଥାଟା ମାନେ ଶୁଣନ୍ତୁ କଣ କହୁଛନ୍ତି ଶୁଣିବା ଆଗରୁ ସେ ତାଙ୍କର ଆରମ୍ଭ କରିଦେଲେଣି ଆରମ୍ଭ କଣ ମିଳିବ ଗଲା ବଢିଆ ହଁ ଲଗେଇ ଚନ୍ଦନ ଧରିବ बोल 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 माने बोलो आजोड़े पानी के धरिबो वही धर ताको माइक करे धरे परी छहे नदिया चंदा धरा परी छहे नदिया चंदा धरा परी छहे नदिया चंदा पीरती डोरी रे बंधी पीरती डोरी रे बंधी नाचती भक्त वृंदा होई आनंद
ଭିତରେ ଆମେ ଆପଣଙ୍କ ପାଖରେ ଯେଉଁ ଆଶା ରଖିକି ଯେଉଁମାନେ ଏଠି ଭକ୍ତ ଅଛନ୍ତି ଏବଂ ଦେହ ରକ୍ଷା କରିବା ପରେ ଆଶା ଠାକୁର କହିଛନ୍ତି ନେଇଯିବେ ବୋଲିକି ସାଙ୍ଗରେ ଏବଂ ଆମେ ମଧ୍ୟ ଆମର ଯେଉଁମାନେ ବୟସ୍କ ଭାଇମାନେ ଯାଉଛନ୍ତି ସେମାନେ ଠାକୁରଙ୍କ ପାଖକୁ ଯାଉଛନ୍ତି ଏ ଆଶା ଆମେ ରଖୁଛୁ। ସେଇ ହିସାବରେ ଆମେ ବର୍ତ୍ତମାନ ପୁଣି ଟିକେ ଠାକୁରଙ୍କୁ ମନେ ପକେଇଦେବା ଏଇଟା ପ୍ରାର୍ଥନା କରିକି 3 ଜଣଙ୍କର ନାମ ଅଛି ମୋ ପାଖରେ। ବୋର୍ଡ ସଂଘର ଆପଣ ଜାଣିଥିବେ ରମାକାନ୍ତ ଦାସ ଭାଇ, ତାଙ୍କ ମା ଅଛନ୍ତି ସ୍ୱର୍ଣ୍ଣଲତା ଦାସ, ଆଉ ଜଣଙ୍କର ନାମ ରମିମଣି ଦାସ, ଆଉ ଜଣେ ବିଷ୍ଣୁପ୍ରିୟା ପଣ୍ଡା। ସେ ବୋର୍ଡ ସଂଘର ଅନ୍ୟ ସଂଘର ମୁଁ ପାଇନାହିଁ ନା। ଏ 3 ଜଣ ମା ଏ ସବୁ ତ ମା ସେମାନଙ୍କର ସେମାନଙ୍କର ଆତ୍ମାର ସଦ୍ଗତିର ସେମାନେ ଠାକୁରଙ୍କର ସାନ୍ନିଧ୍ୟ ଲାଭ କରନ୍ତୁ, ତାଙ୍କର ଉନ୍ନତି ହଉ। ଏଇଥିପାଇଁ ଆମେ ଠାକୁର ପାଖେ ଗୋଟେ ମିନିଟ୍ ନିରବ ପ୍ରାର୍ଥନା କରିବା। ଜୟ ଗୁରୁ। জয় গুরু। দর্শক ভাই বাদ চୋରି ନ କରିବା, କାହାରି ଧନ ସେ ଲାଷ୍ଟ କହିଛନ୍ତି କାହାକୁ ଶୋଷଣ କର ନାହିଁ ଏବଂ ସମସ୍ତଙ୍କୁ ବିତରଣ କର, ବାଣ୍ଟିକିରି ସମସ୍ତଙ୍କୁ ନେଇକିରି ଚଳ, ଆନନ୍ଦରେ ଚଳ। ଯେ ସନାତନ ଧର୍ମ ଠାକୁରଙ୍କର ମଧ୍ୟ ଭାଗ୍ୟରେ ସେଇଆ। ସେ ହେଉଛନ୍ତି ଗୁରୁ, ସମସ୍ତଙ୍କର ଗୁରୁ। ଭଗବାନଙ୍କର ବି ଆମେ ଯାହାକୁ ଭଗବାନ ବୋଲି ମାନୁଛେ ଅବତାର ନେଇକି ସେମାନଙ୍କର ବି ଗୁରୁ ଅଛନ୍ତି। ସେ ହେଉଛନ୍ତି ଭଗବାନଙ୍କର ମଧ୍ୟ ଗୁରୁ, ଆଉ ଆମେ ହେଉଛେ ଭଗବାନ, ସେ ଆମର ଗୁରୁ। ସେ କହିଲେ ତୁମମାନେ କଣ ଭଗବାନ? ଭଗବାନ ନହେଲେ ମୋର ଗୁରୁଙ୍କର ସେବା କରିପାରିବ ନାହିଁ। କାହିଁକି ନା ତାଙ୍କ ସ୍ୱରୂପଟାକୁ ଯିଏ ବୁଝିବ ସେ ତାଙ୍କ ସେବା କରିବ। କାରଣ ଆମେ ବୁଝିଛନ୍ତି ବୋଲି ଆମେ ଭଗବାନ, ଆଉ ଯିଏ ଠାକୁରଙ୍କ ସ୍ୱରୂପ ବୁଝିଛି ସେ କଣ ନିଜ ସ୍ୱରୂପ ବୁଝିନି? ଆମେ କିଏ? କାରଣ ଆମ ହୃଦୟ ଭିତରେ ସିଏ ଅଛନ୍ତି, କାରଣ ଆମ ସ୍ୱରୂପ ହଉଛନ୍ତି ସିଏ। କେବଳ ଦେହଗତ ପାର୍ଥକ୍ୟ, ସେ ଚିନ୍ମୟ ସ୍ୱରୂପ, ସିଦ୍ଧ ଶରୀର ତାଙ୍କର ଚିନ୍ମୟ ଶରୀର। ଆମ ଶରୀରରେ ଚିନ୍ମୟ ନୁହଁ, ସଂସାରରେ এই জীব শরীর 2025 ଅଛି। ତେଣୁ ଆପଣ ଆଉ ଯୋଉ ସଂଘ ଆମ ସାଙ୍ଗରେ ଅଛନ୍ତି ଆସିକି ଆମର ଠିଆ ହୁଅନ୍ତୁ। ଆଉ ବାଲେଶ୍ୱର ଚିତ୍ତଳ ସହିତ ଯୋଉ ସଂଘ ଭାଇ ମାନଙ୍କର ଅଛି ଆବାହକ ଅଛନ୍ତି, ଆସନ୍ତୁ। ବାଲେଶ୍ୱର ଭାଇ ଯାଉ ନା ବାଲେଶ୍ୱର ଜୟ ଗୁରୁ ପ୍ରାର୍ଥନା ହେଲା। ଜିଲ୍ଲା ସଂଘ କାଳିଆ ଭାଇମାନେ ହେଲେ ବାଲେଶ୍ୱର, କଙ୍କଡ଼ା, ପାଗଡ଼ିଆ, ଫତେପୁର, ଚିତ୍ତୋଳ, ମହତିପୁର, ବଳଭଦ୍ରପୁର। ମହତିପୁର କହ ନା କହ ରାୟଗଡ଼ିଆ, ଦାଣ୍ଡି ଏତିକି ତ। ସୁରେଶ ଭାଇଙ୍କୁ କହିଥିଲି ଏଇ ଝଡ଼ ବୈଶାଖୀ ହଉଛି, କାଳ ବୈଶାଖୀ ଆମେ ସାଙ୍ଗରେ କଲେ। କାରଣ ଆଶ୍ରମକୁ କଣ ନିର୍ଦ୍ଦେଶ କେନ୍ଦ୍ର ଦେବ ସେ ଅନୁସାରେ ମା ମାନେ ପରିଚାଳିତ ହେବେ। ମା ଟିକେ ଠିଆ ହେଇ ପ୍ରଣାମ କରିଦିଅନ୍ତୁ। ଟିକେ ମହିଳା ତମ ପାଇଁ ପ୍ରଣାମ କରିଦିଅନ୍ତୁ। ମହିଳା ସଂଘ ପାଇଁ ବି କରିଦେବେ, ସେଟା ସୁକାନ୍ତି ରାଉତ ମା ଅଛନ୍ତି। ଆଉ ଯେ
এটা কোন देख